ବଙ୍ଗୀୟ ନବବର୍ଷ ପାଇଁ ଉତ୍ସବ ମୁଖର MV79 ଧୁମଧାମରେ ପାଳିତ ପହିଲା ବୈଶାଖ। ପହିଲା ବୈଶାଖ ଅବସରରେ ବଙ୍ଗୀୟ ନବବର୍ଷକୁ ମାଲକାନଗିରି ଜିଲ୍ଲାର MV79 ଗ୍ରାମରେ ବେଶ୍ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଛି। ଗ୍ରାମର ବଙ୍ଗୀୟ ସମ୍ପ୍ରଦାୟ ସହ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ସାମ୍ପ୍ରଦାୟିକ ସମ୍ମିଳନ ଓ ସୌହାର୍ଦ୍ଦ୍ୟର ଅନନ୍ୟ ଦୃଶ୍ୟ ପ୍ରଦର୍ଶନ କରିଥିଲେ। ସକାଳୁ ଘରେ ଘରେ ପୂଜାର୍ଚ୍ଚନା ସାରିବା ପରେ ମହିଳାମାନେ ନଗର କୀର୍ତ୍ତନରେ ଭାଗ ନେଇଥିଲେ। ଭକ୍ତିମୟ ସଙ୍ଗୀତ, ଆଳତୀ ଓ ପରମ୍ପରାଗତ ଆଚାର ବିଚାର ମାଧ୍ୟମରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବଜାର ଓ ବ୍ୟବସାୟୀମାନେ ବିଶେଷ ପୂଜାର୍ଚ୍ଚନା କରି ନୂଆ ଖାତା ଖୋଲି ବ୍ୟବସାୟର ଶୁଭାରମ୍ଭ କରିଥିଲେ, ଯାହା ବଙ୍ଗୀୟ ପରମ୍ପରାର ଅଂଶ ଅଟେ। ମନ୍ଦିର ପରିସରରେ ଖେଚୁଡ଼ି ଭୋଗ ବଣ୍ଟନ କରାଯାଇଥିବା ବେଳେ ଦୋକାନୀମାନେ ମିଠା ବଣ୍ଟନ କରି ନୂଆ ବର୍ଷର ଆନନ୍ଦକୁ ସାମୂହିକ ଭାବେ ପାଳନ କରିଥିଲେ। ଗ୍ରାମବାସୀମାନେ ନୂତନ ବସ୍ତ୍ର ପରିଧାନ କରି ପରିବାର ସହ ଏହି ଦିନଟିକୁ ଆନନ୍ଦମୟ ଭାବେ କାଟିଥିଲା। ପିଠାପଣା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆଯାଇଥିଲା। ଉତ୍ସବକୁ ଅଧିକ ସାର୍ଥକ କରିବା ପାଇଁ ଗ୍ରାମର ଯୁବମାନେ ଗଛ ଲଗାଣ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ନୂଆ ବର୍ଷ ନୂଆ ଆଶା ଓ ସମ୍ଭାବନା ନେଇ ଆସେ। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ଆମର ଦାୟିତ୍ୱ ବୋଲି ଜଣେ ଯୁବକ କହିଥିଲେ। ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତି ସୁକୁମାର ମଣ୍ଡଳଙ୍କ ପକ୍ଷରୁ ଗାମୁଛା ବଣ୍ଟନ ସହ ଖେଚୁଡ଼ି, କ୍ଷୀରି ଭୋଗର ବିଶେଷ ବ୍ୟବସ୍ଥା କରାଯାଇଥିଲା। ଆଧ୍ୟାତ୍ମିକ ଓ ସାମାଜିକ ପରିବେଶରେ ଉତ୍ସବ ଅଧିକ ମନମୋହନୀୟ ହୋଇ ଉଠିଥିଲା। ଏହା ସହ ସ୍ଥାନୀୟ ଅଞ୍ଚଳରେ ଜଳଛତ୍ର ଆରମ୍ଭ କରାଯାଇ ମାଟି ହାଣ୍ଡିରେ ଥଣ୍ଡା ପାଣି ପ୍ରଦାନ କରାଯାଇଛି, ଯାହା ଗ୍ରୀଷ୍ମ କାଳରେ ଲୋକଙ୍କ ପାଇଁ ବିଶେଷ ଉପକାରୀ ହେବ। MV79ରେ ବଙ୍ଗୀୟ ସମ୍ପ୍ରଦାୟ ପାଇଁ ପହିଲା ବୈଶାଖ ଦୁର୍ଗାପୂଜା ପରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପର୍ବ ଭାବେ ପାଳନ କରାଯାଏ। ଏହା କେବଳ ନୂଆ ବର୍ଷର ଆରମ୍ଭ ନୁହେଁ, ବରଂ ସାମ୍ପ୍ରଦାୟିକ ଏକତା ଓ ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତୀକ ଭାବେ ଗ୍ରାମରେ ଉଜାଗର ହୋଇଥାଏ। ବ୍ୟୁରୋ ରିପୋର୍ଟ, ନ୍ୟୁ ଓଡ଼ିଶା ଟିଭି।